जयरू ମୁଁ ଦେବରାଜ ୱେଲକମ୍ କରୁଛି ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଦେବରାଜ ଲାଇଭ୍ ଭିଜନ୍। ଆପଣମାନେ କେମିତି ଅଛନ୍ତି? ମୁଁ ତ ଭଲରେ ଅଛି, ଆଶା କରୁଛି ଠାକୁରଙ୍କ ଦ୍ୱାରା ଆପଣମାନେ ଭଲରେ ଥିବେ। ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଆସନ୍ତୁ ଯିବା ଆଜି ଗୋଟେ ନୂଆ ବ୍ଲଗ୍କୁ। ଆଜି ନୂଆ ବ୍ଲଗ୍କୁ ଯିବା ସେମିତି ବିଶେଷ ସତ୍ସଙ୍ଗ ଯିବା, ଯେଉଁ ବିଶେଷ ସତ୍ସଙ୍ଗ ଦେଖିବା କାହାର ଆମର ଶ୍ରଦ୍ଧେୟ ଜେପି ଭାଇ ମାନେ ଜୟପ୍ରକାଶ ଦାସ ଭାଇଙ୍କର ଗୋଟେ ବହୁତ ସୁନ୍ଦର ଯାଜନ। ଆଉ ଆପଣମାନେ କେମିତି କ'ଣ ଲାଗୁଛି ନିଶ୍ଚୟ କମେଣ୍ଟ କରି ଜଣାଇବେ। ମୁଁ ଭାବୁଛି ଆଗରୁ ମଧ୍ୟ ଦେଖିଛନ୍ତି ବହୁତ ଥର ଆମର ଜେପି ଭାଇଙ୍କ ଯାଜନ। ଆଉ ଆପଣମାନେ ତାଙ୍କ ଯାଜନ ବି ଗୋଟେ ଅଲଗା ପ୍ରକାର, ଆପଣମାନେ ତାଙ୍କୁ ବି ବହୁତ ଭଲ ପାଇବା ଦେଇଛନ୍ତି। କିନ୍ତୁ ଦେଖିବେ ଆଜି ମଧ୍ୟ ସେମିତି ଦେଖିବା। ଆଉ କେମିତି କ'ଣ ଲାଗୁଛି ନିଶ୍ଚିନ୍ତ ଜଣାଇବା, ଡେରି କରିବା ନା ଯିବା ଦେଖିବା ସତ୍ୟ ଜୟପ୍ରକାଶ ଦାସ ଭାଇଙ୍କର ବହୁତ ସୁନ୍ଦର ଯାଜନ। ଆସନ୍ତୁ। ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା, ପ୍ରଧାନ ଆଚାର୍ଯ୍ୟ ଦେବ ଶ୍ରୀ ଶ୍ରୀ ଦାଦାଙ୍କର ଶ୍ରୀ ଚରଣରେ ବିନ୍ଦରେ ମୋର କୋଟି କୋଟି ପ୍ରଣାମ ନିବେଦନ କରେ। ସତ୍ସଙ୍ଗରେ ଉପସ୍ଥିତ ଗୁରୁ ଭାଇମାନେ, ମା ମାନେ, ଛୋଟ ଛୋଟ ପିଲାମାନେ ଏବଂ ଏ ମାଇକ୍ର ଜୋରେସ୍ ମାଇକ୍ର ଦ୍ୱାରା ସତ୍ସଙ୍ଗର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ମୋର ପ୍ରୀତିପୂର୍ଣ୍ଣ ଜୟ ନିବେଦନ କରେ। ଆଜିର ଏଇ ଯେ ସାନ୍ଧ୍ୟ ସତ୍ସଙ୍ଗ ଆମମାନଙ୍କ ପାଖରେ ନିବେଦନ କରିଛନ୍ତି ଆମମାନଙ୍କର ଶ୍ରଦ୍ଧା ମିନତି ମା। ତେବେ ସେ ଠାକୁରଙ୍କର ପଦପ୍ରାନ୍ତରେ ମା ତାଙ୍କର ପରିବାରର ସମସ୍ତ ସଦସ୍ୟଙ୍କର ପଞ୍ଚ ମହାଜୀବନ ଇଷ୍ଟିମୟ ହେଉଠୁ, ମଙ୍ଗଳମୟ ହେଉଠୁ, ଏହା ହିଁ ପରମ ପିତାଙ୍କ ନିକଟରେ ବିଶେଷ ପ୍ରାର୍ଥନା। ଏ ଜାଗାରେ ସତ୍ସଙ୍ଗ ନୂଆ ନୁହେଁ। ବହୁତ ସମୟରେ ଠାକୁରଙ୍କ କଥା ଯେତେବେଳେ କହିବାକୁ ସୁଯୋଗ ମିଳେ ସେତେବେଳେ ଭାବୁ ଠାକୁରଙ୍କ କଥା ଆମେ କହିବୁ କ'ଣ? ଚିରାଚରିତ ମାନେ ଗୋଟେ ଢାଞ୍ଚା ପଡ଼ିଛି, ସତ୍ସଙ୍ଗ ହବ, ସତ୍ସଙ୍ଗରେ କେହି ଜଣେ ଭଜନ କରିବେ, କେହି ଜଣେ କୀର୍ତ୍ତନ କରିବେ, ଗାୟକ ବାୟକ ଦରକାର ତା ପାଇଁ, ପୁଣି କେହି ଜଣେ ବୋଧେ ଠାକୁରଙ୍କ କଥା ଛିଡ଼ା ହେଇକି କହିବେ। ଏଇଟା ଗୋଟେ ସତ୍ସଙ୍ଗର ଚିରାଚରିତ କଥା ହେଇପାରେ, ବାହାରକୁ ଲାଗିପାରେ, କିନ୍ତୁ ପ୍ରକୃତରେ ସତ୍ସଙ୍ଗର ଚିରାଚରିତ କାର୍ଯ୍ୟ କିଛି ନାହିଁ। ଆଉ ଯାହାଙ୍କୁ କେନ୍ଦ୍ର କରିକି ସତ୍ସଙ୍ଗ ହଉଛି, ଯାହାଙ୍କୁ ନେଇକରି ଏସବୁ ଜିନିଷ ହଉଛି, ସିଏ ଏଇ ଆନୁଷ୍ଠାନିକ ଆନୁଷଙ୍ଗିକ ଔପଚାରିକତାଟାକୁ ପସନ୍ଦ କରୁନଥିଲେ। ଆଉ ଯାହାଟା ପସନ୍ଦ କରୁଥିଲେ ସେଟା ବହୁତ କମ ଲୋକ ଜାଣନ୍ତି ଯେ ଆମେ ଯାହାଙ୍କ ଦୀକ୍ଷା ନେଇଛୁ, ଯାହାଙ୍କର ସତ୍ସଙ୍ଗ କରୁଛୁ, ଅନେକ ଆମେ ହୁଏତ ଦୀକ୍ଷା ନେବା ପରେ ଇଷ୍ଟବୃତ୍ତି କରୁଛୁ, ପ୍ରାର୍ଥନା କରୁଛୁ, ପ୍ରକୃତରେ ତାର ପଛପଟେ ଆମେ କାହିଁକି କରୁଛୁ, ତାଙ୍କ ସାଙ୍ଗରେ ଆମର ସମ୍ପର୍କ କ'ଣ, କ'ଣ ପାଇଁ ଆମେ ସେ ଦୀକ୍ଷା ଟିକକ ନେଇଛୁ, ବହୁତ ଲୋକଙ୍କୁ ପଚାରିଲେ ତାର ଉତ୍ତର, ଯାହାଟା ଉତ୍ତର ସଠିକ ଉତ୍ତରଟା ମିଳେନି। ଠାକୁରଙ୍କ ପାଖରେ ସବୁ ଭକ୍ତ ଶିଷ୍ୟମାନେ ବସିଥାନ୍ତି, ସବୁ ଭାଇମାନେ ଜାଣନ୍ତି। ଆଲୋଚନା ପ୍ରସଙ୍ଗ 23 ଖଣ୍ଡ ଲେଖା ହେଇଛି। ମୁଁ ଗୋଟେ ଦୀକ୍ଷା ନେବା ସମୟରେ ଜାଣିଥିଲି 21ଟା ଆଲୋଚନା ପ୍ରସଙ୍ଗ, ହଠାତ୍ 22 ଖଣ୍ଡଟା ବାହାରିଲା। ବୋଇଲେ 22ଟା ଅଛି ତାହେଲେ ନା, ଗୋଟେ ବାହାର ନଥିଲା କ'ଣ କି ଆମେ ଜାଣିନଥିଲୁ, ଯାହା ବି ହଉ। ପୁଣି ଦେଖିଲୁ 23 ଖଣ୍ଡଟା ବାହାରିଲା। 23 ଖଣ୍ଡ ବି ଅଛି, ଆଗକୁ 24 ଥିବ କି 25 ଥିବ ଆମେ ଜାଣିନୁ, ଏପର୍ଯ୍ୟନ୍ତ 23 ଅଛି। 23 ପର୍ଯ୍ୟନ୍ତ ଆପଣ ଖାଲି ବହି ଗୁଡାକର ସୂଚୀପତ୍ର ଗୁଡାକ ଦେଖିବେ। ଗୋଟେ ଗୋଟେ ବହିର ସୂଚୀପତ୍ର ହଉଛି 4 ପେଜ 5 ପେଜ, ତା ଛାଡ଼ିକି ସୂଚୀପତ୍ରରେ ଏମିତି କୌଣସି ଦିଗ ନାହିଁ, ଏମିତି କୌଣସି କଥା ନାହିଁ, ଏମିତି ମଣିଷ କାହିଁକି ଜଗତର ଏମିତି କୌଣସି ସମସ୍ୟା ନାହିଁ ଯୋଉ ସମସ୍ୟାର ସମାଧାନ ଠାକୁର ସେଥିରେ ଦେଇନାହାନ୍ତି କହିଲେ ମାନେ ଇଏ ହବ। ଆଲୋଚନା ପ୍ରସଙ୍ଗ 21 ଖଣ୍ଡ। 21 ଖଣ୍ଡରେ ଠାକୁର ଯେତେବେଳେ ବସିଛନ୍ତି, ଆଳାପ ଆଲୋଚନା ଚାଲିଛି, ଜଣେ ତାଙ୍କ ନାଁ ହଉଛି ମେଣ୍ଟୁ ବିଶୁ, ମେଣ୍ଟୁ ଦା ବୋଲି ତାଙ୍କୁ ଜାଣନ୍ତି। ସେ ଠାକୁରଙ୍କ ପାଖରେ ବସିଛନ୍ତି, ଆଲୋଚନା ଚାଲିଛି। ତାଙ୍କରି ପ୍ରସଙ୍ଗରେ, କଥା ପ୍ରସଙ୍ଗରେ ଠାକୁର ତାଙ୍କୁ କହୁଛନ୍ତି, ମୁଁ ଛୋଟ ବେଳୁ ଯୋଉ ଘାସରେ ଶିଶିର ପଡେ,
ଆମେ ଦେଖିନେ ଘାସରେ ସବୁ ସକାଳୁ ବେଳା କାକର ପଡ଼ିଥିବ। ତବେ ସେ ଶିଶିର ବୁନ୍ଦା ଭିତରେ ଦେଖିଲି ଯେ ସୂର୍ଯ୍ୟର ଯୋଉ ପ୍ରତିବିମ୍ବଟା ସେ ଶିଶିରର ଗୋଟେ ଛୋଟ ବିନ୍ଦୁ ଭିତରେ, ସେ ଗୋଟେ ଛୋଟ କଣା ଭିତରେ, ତା ଭିତରେ ଦେଖିଲି ସେ ବହୁତ ବଡ଼ ସୂର୍ଯ୍ୟଟାକୁ ଧରି ରଖିଛି ଗୋଟେ ଶିଶିର ବିନ୍ଦୁ। କହିଲେ ତାକୁ ଦେଖିବା ପରେ ମୋ ଭିତରେ ଦୃଢ଼ ପ୍ରତ୍ୟୟ ଜନ୍ମି ଉଠିଲା ଯେ ଏଇ ମଣିଷ ଯେତେ କ୍ଷୁଦ୍ରାନି କ୍ଷୁଦ୍ର ହେଉନା କାହିଁକି, ଯେତେ ସେ ଛୋଟ ହେଉନା କାହିଁକି, ଏ ମଣିଷ ଅନ୍ତର ଭିତରେ, ଏଇ ଜୀବନ ଭିତରେ ସେ ପରମ ପିତାଙ୍କୁ ସେ ଧରି ରଖି ପାରିବ। ଆଉ ଗୋଟେ ଶିଶିର ଭିତରେ ଯଦି ଗୋଟେ ସୂର୍ଯ୍ୟ, କେତେ ବଡ଼ ସୂର୍ଯ୍ୟ ଆମକୁ ଦେଖାଯାଉଛି ଏଇଠୁ, ସେ ସୂର୍ଯ୍ୟଟାକୁ ଯଦି ଗୋଟେ ଶିଶିର ବିନ୍ଦୁ ଧାରଣ କରିପାରୁଛି, ତେବେ ଜୀବନରେ କାହିଁକି ଈଶ୍ୱରଙ୍କର ପ୍ରଦତ୍ତ ନିୟମକୁ ତାଙ୍କୁ କାହିଁ ଧାରଣ କରା ନ ଯାଇପାରିବ। ଆଉ ପ୍ରିୟଙ୍କ ତୃଷ୍ଟି ପୁଷ୍ଟି ଏଇ ଚଳିବାଟା ହିଁ ହେଉଛି ପ୍ରକୃତରେ ତାଙ୍କୁ ଧାରଣ କରିକି ଚାଲିବା। ଆଉ ସେଇଟା ଯେତେବେଳେ ହବ, କଥା ଭାରି କଡ଼ା କଥା। ଆଉ ଏଇ ଯୋଉ କଥା କହୁଛି, ମୁଁ ଗୋଟେ ପଣ୍ଡିତ ଭଳିଆ ଖାଲି ପ୍ରବଚନ ଦେବା ପାଇଁ କଥା କହୁନି। ଏ କଥା ଭିତରେ ଯାହାଟା ମୁଁ କହୁଛି ଏଟା ମୁଁ ନିଜକୁ ବି କହୁଛି। ଠାକୁରଙ୍କ ଦୀକ୍ଷା ବହୁତ ଦିନ ଆମର ସବୁ ବିତିଲାଣି। ଆମର ଆଚରଣ ଭିତରେ ଦେଇକିରି ଆମର ପରିବାର ଭିତରେ, ଆମର ପଡ଼ାପଡ଼ୋଶୀ ଭିତରେ ଲୋକ ଜାଣିପାରୁନଥିବେ ଯେ ଇଏ ଗୋଟେ ଗୁରୁଙ୍କ ଦୀକ୍ଷା ନେଇଛି, କି ୟାର ଗୋଟେ କିଛି ଗୋଟେ ସେମିତି ଗୋଟେ କିଛି ଅଛି ଯାହା ଫଳରେ ଲୋକ ତା ଆଡ଼ିକି ଆକୃଷ୍ଟ ହବ, ତା ଆଡ଼ିକି ଲୋକ ଗୋଟେ ଆଗେଇବ। ବରଂ ଲୋକ ଆଲୋଚନା କରିବା ମୁଁ ଶୁଣିଛି, ତା ଅପେକ୍ଷା ସାଧାରଣ ଲୋକ ଭଲ, ତମେ ସବୁ ସତ୍ସଙ୍ଗ ଯାଇକି ଏତେ କଥା ଶୁଣିକି ତମ ଭିତରେ ସେମିତି କିଛି ଦେଖିବାକୁ ମିଳୁନି। এইটা কোন জানছেন? এটা হচ্ছে নিজ হস্তরে নিজ গুরুঙ্গ পর্যন্ত নিন্দা। গুরু নিন্দা যেতে পাপ অছি, পাপ ভিতরে গোটে বড় পাপ সে হচ্ছে গুরু নিন্দা। গুরুঙ্কু প্রতিষ্ঠা তো করিপারিলেনি, অন্তত পক্ষে কর্ম ভিতরে এমিতি কিছু আচরণ করে তোলিলি যা ফলে মো পাই মো প্রভু পর্যন্ত নিন্দা পাইলে। ঠাকুরঙ্কর পরম ভক্ত না, তাଙ୍କର ଅଶ୍ୱିନୀ ବିଶ୍ୱାସ, ତାଙ୍କର ବିଶେଷ ଦୋଷ ଦୁର୍ବଳତା ଛାଡ଼ି ପାରୁନାହାନ୍ତି। ଠାକୁରଙ୍କ ପାଖରେ ଯାଇଛନ୍ତି, ନିବେଦନ କରିଛନ୍ତି। ଠାକୁରଙ୍କୁ କହୁଛନ୍ତି, ସେ କଥାଟା ବି କେମିତି କହୁଛନ୍ତି ଦେଖନ୍ତୁ। କହୁଛନ୍ତି ଠାକୁର ଆପଣ ବିଶ୍ୱପିତା, ଆଉ ବିଶ୍ୱପିତାଙ୍କର ଦୀକ୍ଷା ଯେ ଆମେ ଗ୍ରହଣ କରିଛୁ, ତାଙ୍କ ଜୀବନରେ ପାଇଛୁ, ୟାକୁ ପାଇକି ଆମେ ଗର୍ବ ଅନୁଭବ କରୁଛୁ। ଆଉ କରିବାଟା ବି ମନ୍ଦ ନୁହେଁ, ଭଲ। ବହୁତ ସତ୍ସଙ୍ଗୀ ମାନଙ୍କୁ ପଚାରିଲେ ସେମାନେ ଗର୍ବିତ ଅନୁଭବ କରନ୍ତି ଯେ ଆମେ ଠାକୁରଙ୍କ ଦୀକ୍ଷା ପାଇଛୁ। ଭାରି ଗର୍ବିତ ନୁହେଁ, ଏଟା ଖରାପ ନୁହେଁ, ବହୁତ ଭଲ ଜିନିଷ। ଗୁରୁଙ୍କୁ ନେଇକରି ଗୌରବର ଜିନିଷ ଭିତରେ ସୃଷ୍ଟି କରିବା, ଏଟା ବହୁତ ଭଲ ଜିନିଷ। କିନ୍ତୁ କାର୍ଯ୍ୟତଃ ଏମିତି କିଛି କରିବ ସେ, ଯାହା ଫଳରେ ଅନ୍ୟ ମାନେ ସାମ୍ନା ଲୋକ ଦେଖିକି କୁହେ, ଏ ବିଶ୍ୱକର ଫିଶ୍ୱକର ସବୁ ବାଜେ କଥା। ଆଉ ସେତେବେଳେ ମନ କଷ୍ଟ ହୁଏ। ଭାବୁଛି ପ୍ରଶ୍ନଟା ବୁଝି ପାରିଥିବେ ଯେ ଯାହା ପଚାରିଲେ ଠାକୁରଙ୍କୁ, ମୋ କାର୍ଯ୍ୟଟା ଏମିତି ହଉଛି ଯାହା ଫଳରେ ଆଉ ଗୋଟେ ଲୋକ ଭାବିପାରେ ଏ କିଛି ବିଶ୍ୱକର ଫିଶ୍ୱକର ନାହିଁ, ସବୁ ବେକାର, ସବୁ ଯେତକ ଟାଉଟର, ଯେତେ ସବୁ ବଢେଇ ଚଢେଇ କଥା, ସବୁ କିଛି ସେସବୁ ନାହିଁ। ଆଉ ସେତେବେଳେ ଭାରି କଷ୍ଟ ଲାଗେ। ନିଜ ହସ୍ତରେ ମାନେ ନିଜେ ଯାହା ତ କଲୁ କଲୁ, ମୋ ପାଇଁ ମୋ ପରମ ପିତାଙ୍କ ପର୍ଯ୍ୟନ୍ତ ତାଙ୍କୁ ନିନ୍ଦାଟା ସହିବାକୁ ପଡିଲା। ସେତେବେଳେ ଠାକୁରଙ୍କୁ ଆମେ କୋଉ ରୂପେ କିଏ ରଖିଛି ଅନ୍ତରରେ ମୁଁ କହିପାରିବିନି, କିନ୍ତୁ ଠାକୁର ଯାହା ଚାହିଁଛନ୍ତି ଆମେ ଯଦି ଟିକେ ସେମିତି ଟିକେ ଅନ୍ତରରେ ଜାଗା ଦେବୁ, ବହୁତ ଜିନିଷ ହେଇଯାଇପାରିବ। ବହୁତ ସମୟରେ ଯାଜନରେ କେହି କେହି କହିଛନ୍ତି ଠାକୁର ବାପା, ଠାକୁର ମା, ଠାକୁର ପିଲା, ଠାକୁର ସାଙ୍ଗ, ସବୁ କିଛି। ଠାକୁର ଗୋଟେ ବାପ ଗୋଟେ ପୁଅକୁ ଯେମିତି ସାନ୍ତ୍ୱନା ଦିଏ, ଠାକୁର ତାଙ୍କୁ ଦଉଛନ୍ତି ସାନ୍ତ୍ୱନା। ମନଟା ଭାରାକ୍ରାନ୍ତ ହେଇଛି ନା, ବ୍ୟସ୍ତ ବିବ୍ରତ ହେଇଯାଇଛନ୍ତି, ବୁଝିକି ବି ସେଟା ସେ ଭୁଲ କରି ବସିଛନ୍ତି। ଠାକୁର କହୁଛନ୍ତି, ତାଙ୍କୁ ପ୍ରଥମେ ଆଶ୍ୱସ୍ତ କରୁଛନ୍ତି, ତମ ମାନଙ୍କୁ ବେଶୀ ମାନେ ଦୁଃଖ ମାନେ ଏସବୁ ବେଶୀ ଭାବିଲେ
এটা কোণ হব আর প্রথম প্রথমে ହେଇପାରେ ফার্স্ট তাকে রিল্যাক্স করে দউছন কৌছন যেতেবেলে বুঝিকি বি এইটা কর जोटा जाणिकी भी बुझिकी भी जिते भूल कर सेतेबेले किंतु निवृत्त रहा दरकार से कर्तव्य तो करिया दरकार ना सेटा करिया कथा नुहे पिला जदि भूल करे बाप कौन ताकू तड़ी दब कहबो ये मो पिला नुहे ना पिला भूल कले भी पिला कहि परिबो ये मो बापा नुहे अरे तू भूल कले भी तू मोर रे आगो ठाकुर तंग कहले तू भूल कर जते जा कले भी आगो मोर माँ बापा जमती तार पिला को जेते कचरा हो जेते सी महिला दुर्गंध रे घाटी चकटे आसू जेते अपकर्म कुकार्य कले भी सेमाने जमती दूरे दियंतनी से होचंती परम पिता सी दूरे दियंतनी हमहु पाखरे धरिकी रखिचंती हमहु धरिकी रखिचंती ए धरिकी रखियाटा केमती सेटा कहबी से ही हमर कौनसी साधना सेमती नाही जे आमे एठी रहिचु हमकु ठाकुर धरि रखिचंती सेही अश्विन विश्वास ठाकुर पचारिबे सत्संग तो बहुत लोक आसुचंती आ बहुत लोक देखा जाउची छटपट कर से उन्नति लाभ करिकी तांको जीवन टाक बागी नहीं चली गले आउ बहुत लोक देखा जाउची से माने अछंती सत्संग आसुचंती बहुत नानादी कार्य भितर रहउचंती तो सेमिति सहसा तांकर किछि परिवर्तन देखा जाउनी सेतल ठाकुर तांको उपलक्ष्य देकी बुझाउचंती ओ जे तुम घरे पोसा बिलेई कुकुर सब थाए ना हो थाए ना तुमको देखिले तुम पोसा बिलेईटा से कौन करे गोटे आम आदर कलु कि डाकिदेलु सी कौन करे आसब गोड़ पाखे लांगुड़ डाकिकी माने गोटे नदी बसी हम आदर पाइबापी आउ जे पोषा कुकुर कि पोषा बिलेई नुह धर गोटे पोषा सी गोटे बाहर बिलेईटा सी आम घर को चली आसी ता सहित आमर किसी संपर्क ना ताकू आम जबरदस्ती आम पाखु माने आनियापी ता लांगुड़टा धरिक हुए तो जोरे टाणिकी आम पाखु आणुचु सेतेबेले से माटी केटाକୁ रांफुटिकी विपरीत मुखरे चले आम हाथ खसी जाए चाहूँ ठाकुर कहते प्रथम जो पोषा बिलेई जो मानू देखुच सत्संग आसी चटपट उन्नति की आगे चलीगले से मैंने अनुरागी होती ठाकुर को भल पाई ठाकुर को जीवन में स्थान देती ठाकुर अनुजाई हुए चली जीवन में जहाँ प्राप्ति आसला चटपट चलीगला आउ जो मान देखुच से अच्छा हूँ बेस किसी होनी तुम जोटा लगुच किसी होनी कहले सेमाने एठी अछंती किंतु मने पकाउचंती तांकर इच्छाटा रहिछि कोन ना टोटली संपूर्ण प्रवृत्ति से सत्संग रे थाई कि भाबुचंती सला से लोकर कोठा बढियला नो अरे से लोकटा एमती अपक्रम करी भारी मजा नउछि नो अरे सेटा एमिति कल होंतारे सेमिति कल होंतारे ओ तो अछि चली जिबा को चाहूची ठाकुर लांगुडोटा धरिचंती ए जो नामटा पडिछि आमे जो इष्टवृत्तिरा करछु ए लांगुडोटा ठाकुर हाथ रहिछि सी कौन टोटल सत्संग छाड़ी पार्नु जोटा कि गुरु भाई डाकी दूसरी कि सत्संग आसीचु कौट गोटे पुणी मन कौन भावांतर सृष्टि होती पुणी पलि जाऊँ पुणी भजन कीर्तन बहुत कम डेई कूदी ये करदेलु कि एपटे हुए तो जीवन उपर हाथ पड़लानी यहाँ हूँ माउसीमा सत्संग जो यही प्रकार आलोचना हुए जो ठाकुर एत रूट लेवल कथाटा वास्तव कथाटा आलोचना करा जाए आउ आमर केन्द्र सत्संग आयोजन हुए केन्द्र सत्संग मनुष्य जीवन उन्नतिटा कौट अटकिक रही वास्तव भाव जो सत्यान्वेषण ब्रह्म विद्या आलोचना हुए जो मनुष्यटा जापे मो जीवन उन्नति बाधाटा एक्चुअली किए कौटी अटकिक रही मो जीवन उन्नतिटा मु कहीं आगू आगे जापारूनी मनुष्य निजक देखिपर निज विषय जापर यहाँ हूँ बहुत बड़ कथा ये कहूली निज जीवन रे ठाकुर को धरी रखिबार कथा धरी रखिया माने कौन ठाकुर लकेट पकई बुलिया सब बेले धड़ा पिंधिकी बुलिया सब बेले सत्संग आसुची विभिन्न कागज कलम रे गोटे दायित्व नहीं करी सेठी रहिबा लोक जानिबे जे गोटे सत्संगी सेया धरी रखिबाटा आचरण भितरे धरी रखिबाटा होची चरित्र भितरे धरी रखिबाटा होची अभ्यास भितरे धरी रखिबाटा होची कर्म भितरे धरी रखिबाटा नियमानुवर्तिता उपरे धरी रखिबाटा होची तार प्रत्येक कार्य भितरे जोठी प्रभु कौन चाहिंचंती आ जदि सेटा होउनी तथाकथित आनुष्ठानिक भाव में बहुत कार्य व्यस्त किंतु सेटा होउनी ए सबु थाई मध्य निजको निजे ठकी देबे आ ठाकुर सेही कथाटा को स्पष्ट भाव में सत्यानुष्ठान कहले ताकू कहा जाए कपटता
କପଟତା ଠାକୁର ଏଟାକୁ ଏମିତି କହିଛନ୍ତି। କହିବା ନାହିଁ, କରିବା ନାହିଁ, ଭାବିବା ନାହିଁ, ତିନିଟାକ ଭିତରେ ସାମଞ୍ଜସ୍ୟ ନାହିଁ। କରୁଛି, ଇଷ୍ଟବୃତ୍ତି ଦଉଛି, ଦେଲି ମୁଣ୍ଡରେ ଥୋଇକି ଦେଲି, ଭାବୁନି ମୋର ପ୍ରିୟବନଙ୍କୁ ଦଉଛି, ଖାଇବାକୁ ଦଉଛି, ମୋ ଗୁରୁଙ୍କୁ ଦଉଛି। ଇଷ୍ଟବୃତ୍ତି ପୁରିବ, 30 ଦିନ ଡିପୋଜିଟ୍ ହେଲାଣି, ବୁଲୁଛି, ମାନେ ସଉଦା କରି ପକଉଛି, ବଜାର କରି ପକଉଛି, ୟା ସାଙ୍ଗେ ଗପୁଛି, କିନ୍ତୁ ମନ ଭିତରେ ଭାବୁନି ଯେ ସେଇଟା ଦବାଟା ଆଗ, ସେ ପ୍ରେରଣ କରିବାଟା ପ୍ରଥମ ବିଧି। ଠାକୁର କହିଛନ୍ତି ଯୋଉଦିନ ଇଷ୍ଟବୃତ୍ତି 30 ଦିନ ହବ, ଭାବିବୁ ତ ବୁଢା ବାପା ଚାହିଁ ବସିଛନ୍ତି, ତୁ ଦେଲେ ସେ ଖାଇବେ। ତାମାନେ ଠାକୁର ଅନ୍ତର ଭିତରେ କୋଉ ପ୍ରକାର ଜାଗାଟା ନେବାକୁ ଚାହୁଁଛନ୍ତି? ଜୀବନ୍ତ। ଆମର ଆସ୍ଥାନଟା କେମିତିଆ ହେଲା, ଠାକୁରଙ୍କ ଫଟୋଟା କେମିତି ହେଲା, କି ଆମେ ଠାକୁରଙ୍କୁ କୋଉ ଢାଳରେ ପାଣି ଦେଲେ, ଚନ୍ଦନ କାଠ ଦେଇକିରି ଭଲ କି ଲେପ ଦେଇପାରିଲେ କି ନ ଦେଇ ପାରିଲେ, ବହୁତ ଗୁଡେ ଫୁଲ ଦେଇପାରିଲେ କି ନ ଦେଇ ପାରିଲେ, କିଛି ମାଇନେ ରଖେନି। ଭିତରେ ଯଦି ଗୋଟେ ଜିନିଷ ରଖେ, ଏଟା ହଉଛି ବ୍ୟାକୁଳତା। ସେଟା ହଉଛି ଭିତରେ ଜୀବନ୍ତ ରୂପେ ଭାବିବାର ସେଇ ଯୋଉ ପ୍ରବଣତା। ସେଇ ରାମକୃଷ୍ଣ ପରମହଂସଙ୍କର ସେ କଥା ମନେ ପଡେ ଯେ ଜଣେ ପୂଜାରୀ, ସେ ତାଙ୍କର ପୂଜା କରୁଥିବେ ତାର ଇଷ୍ଟ ଆରାଧ୍ୟ ଦେବତାଙ୍କୁ, ତାଙ୍କୁ କୌଣସି ଏକ କାର୍ଯ୍ୟରେ ଯିବାକୁ ପଡିବ ବାହାରକୁ, ସେ ତାଙ୍କର ଛୋଟ ପୁଅଟିକୁ ତାଙ୍କୁ କହିବେ, ଏଇ ମୁଁ ଚାଲି ଯାଉଛି, ଭୋଗର ସମୟ ହେଲେ ତୁ ଟିକେ ଭୋଗ ଦେଇଦେବୁ। ସେତେବେଳେ ପିଲା ଇଏ ନେଇଛି ଭୋଗ, ୟାକୁ ମନ୍ତ୍ର ଜଣା ନାହିଁ, କେମିତି ଭୋଗ ହୁଏ ଜଣା ନାହିଁ, ୟାକୁ କହିଛୁ ତୁ ଭୋଗ ଖୁଆଇଦେବୁ ଠାକୁରଙ୍କୁ। ଇଏ ଠାକୁରଙ୍କୁ ଭୋଗ ଲଗାଉଛି। ହଏ ଠାକୁରେ, ମୁଁ ବାପା କହିଥିଲେ ଭୋଗ ଦେବା ପାଇଁ, ତମେ ଭୋଗ ଦେଲି, ଆଉ ତମେ ଖାଅ। ଠାକୁର କାହିଁ ଖାଇବେ? ଆମେ କୋଉ ଜାଣିଛୁ ଠାକୁର ଆସିକି ଖାଇବା? ଆମେ ତ ଜାଣିନୁ। ଆମର ତ ବରଂ ଓଲଟା ସିଧା କଥା, ମିଶିକି ଠାକୁରଙ୍କୁ ଦେଇଦିଅ। ଓ ଠାକୁର ଖାଉଛନ୍ତି, ଯୋଉଟା ଚଳୁନି ସେଟା ଠାକୁର ପାଇଁ ଚଳେଇ ହବ, ସେଉଟା ଯୋଉଟା କଳା ପଡିଛି ସେଇଟା ଠାକୁର ପାଇଁ ଚଳେଇ ହବ। ସେଉ ଦୋକାନକୁ ମୁଁ ଏଟା ନିଜ ଆଖିରେ ଦେଖିଛି। ସେଉ ଦୋକାନରେ କିଣୁଥିବା ଜଣେ ବ୍ୟକ୍ତିଙ୍କୁ ଦେଖିଲି, ସେ କହିଲେ ସେଇ ସେଉଟା କେତେ, ନା ସେଟା କମ ପଇସା, ନା ସେଇଟା ଦଉନ, ସେ ଆଜ୍ଞା ସେଟା ଖାଇପାରିବେ। ଖାଇବା ପାଇଁ କିଏ ମାଗୁଛି? ଘରେ ପୂଜା ହବ। ତାମାନେ ପୂଜା ହବା ଜିନିଷଟା ବହୁତ ଗୋଟେ ଅଗଣ୍ୟ ନଗଣ୍ୟ ଜିନିଷ, ଯେତେ ସେଟା ହେଇପାରିବ ସେଟା ଠାକୁର ଖାଇବେ, ସେଇ ମନୋଭାବ ଆମର। ସିଏ ପିଲାଟି କହିଲା, କହିଲା ଠାକୁରେ ବାପା କହିଛନ୍ତି ତମେ ଖାଅ, ଠାକୁର କୋଉ ଖାଉନାହାନ୍ତି। ଇଏ ସେଠୁ ଯାହାର ଖେଳ ସମୟ ହେଇଯାଇଛି, ଇଏ ପୁରା ବ୍ୟସ୍ତ ହେଇଛି, ଠାକୁରେ ମୁଁ ଖେଳିବାକୁ ଯିବି, ତମେ ଜଲ୍ଦି ଖାଇଦେଲେ ମୁଁ ଇଏ କରିବି। ତା ଭିତରେ ଯୋଉ ବ୍ୟାକୁଳତା, ପିଲା ଗୋଟେ ଜିନିଷ ଚାହିଁଲେ ତାଙ୍କ ଭିତରେ କମ୍ପ୍ଲେକ୍ସ ନଥାଏ। ସେ ଯୋଉ ପ୍ରକାର ଚାହିଁବାଟା ସେ ସେଇ ପ୍ରକାର କହିଛି। ଠାକୁର ଖାଇନାହାନ୍ତି, ଇଏ କାନ୍ଦିଛି। ଆଉ କହିଲେ ଠାକୁର ତମେ ନ ଖାଇଲେ ମୁଁ ଖେଳିବାକୁ ଯାଇପାରିବିନି, ଖେଳିବାକୁ ତ ଯିବିନି, ବାପା ଆସିବେ ବହେ ବାଡେଇବେ ମତେ ଏମିତି କଥା କହିକି ସିଏ ତାର ମନକୁ ମନ ଯାହା କହିକି ସବୁ କାନ୍ଦି ପକେଇଛି। ସେ ଯେତେବେଳେ କାନ୍ଦିଛି, ଠାକୁର ଆଇଛନ୍ତି, ଭୋଗ ଖାଇଛନ୍ତି। ବାପା ଆସିଲେ, ବାପା ଆସିକି କହିଲା, ଆରେ ଭୋଗ ଖାଇବାକୁ ଦେଲୁ? ନା ହଁ ଦେଇଛି। ନା ଆଣେ ଭୋଗଟା ଆଣେ ଖାଇବା। ନା ଭୋଗ କଣ କହିଲ ପରା ଖାଇବାକୁ ଦେବ, ସେ ଖାଇଦେଲେ, ଆଉ ଭୋଗ ଆଉ ଆଣିବି କଣ? ନା ଭୋଗଟା ଯୋଉଟା କରିଥିଲୁ ଆଣେ, ସେଟାକୁ ମୁଁ ଟିକେ ପାଇବି, ଆଣେ। ନା ନାଇଁ ବାପା, ଭୋଗ ପରା ଠାକୁର ଖାଇଗଲେ। ନା କଣ କହୁଛି? ନା ହଁ। ସେଠୁ ପୁଅ ସବୁ କଥାଟାକୁ ଯେତେବେଳେ ସେଠି ବର୍ଣ୍ଣନା କରିବ, ସେତେବେଳେ ବାପ ବି ହାତ ଯୋଡିକି ପୁଅ ପାଖରେ, ପୁଅର ଭକ୍ତି ଆଗରେ ହାର ମାନିବ। ତାମାନେ ଗୋଟେ ପିଲା ଯେ ମନ୍ତ୍ର ଜାଣିନି, ଆମେ ହୁଏତ ମନ୍ତ୍ର ଜାଣିଛୁ। ଯିଏ କେବେ କରିନି, ଆମେ ହୁଏତ ସବୁଦିନ କରୁଛୁ। ଯିଏ ତା ଭିତରେ ସେ ତାଙ୍କୁ ଚିହ୍ନିନି, ଆମେ ହୁଏତ ଚିହ୍ନିକି ତାଙ୍କ ବିଷୟରେ 10ଟା କଥା କହିପାରିବୁ। ହେ ଆମ ଠାକୁର ଏଇଆ, ଆମ ଠାକୁର ସେଇଆ, ଆମ ଠାକୁରଙ୍କର ଏଇଆ କୁହାଯାଇଛି, ସେ ସବୁ କହିପାରିବୁ। ଏ କହୁଥିବା ଲୋକଟା ଭିତରେ ସେଇ ଭାବଟା ନାହିଁ। ଯୋଉ ଭାବଟା ଗୋଟେ ନ ଜାଣିଥିବା, ନ କରୁଥିବା, ନ ଦେଖିଥିବା ଲୋକଟା ଭିତରେ ଯୋଉ ଭାବଟା ଅଛି, ହୁଏତ ଜାଣିଥିବା, ଶୁଣୁଥିବା, କରୁଥିବା ଲୋକଟା ଭିତରେ ସେ ଭାବ ନାହିଁ। ଆଉ ସେଇ ଭାବଟା ଜୀବନ୍ତ ହେଇ ଉଠିଲା ସେ ପିଲାଟାର ବ୍ୟାକୁଳତା ପାଖରେ। ଆଉ ସେ ଜୀବନ୍ତ ଏମିତି ହେଲା, ଠାକୁର ଆସିଲେ, ଭୋଗ ଖାଇଲେ। ଆମର ବହୁତ ପ୍ରଥା ରହିଛି। ଆମ ପୁରୀରେ ରହିଛି ଯୋଉ ବ୍ରହ୍ମଗିରିରେ ଆମର ସବୁ ରଥଯାତ୍ରା ସମୟରେ ଅଲାରନାଥ କ୍ଷୀରି ଖାଇଲେ, ସେ ବି ଭକ୍ତିର ବ୍ୟାପାର। ଯେତେ ଦେବାଦେବୀଙ୍କ ଜାଗାରେ ବହୁତ କଥା ଦେଖୁଛେ, ସେ ବି ଭକ୍ତିର ବ୍ୟାପାର। ଡାକି ଜାଣିଲେ ସେ ଭକ୍ତିଟା କୁଆଡେ ଆସେ। ଆମେ ଯୋଉ ପ୍ରକାର ଭକ୍ତିଟା ଭାବୁଛୁ, ଆକ୍ଚୁଆଲି ସେୟା ନୁହେଁ। ସେଥିପାଇଁ ଠାକୁର ଭକ୍ତିଟାକୁ ବୁଝିବା ପାଇଁ ଦେଲେ, ଟିକିଏ କାନ୍ଦିଲେ, ନୃତ୍ୟ ଗୀତାଦିରେ ଲମ୍ଫ ଝମ୍ପାଦି ଦେଲେ ହିଁ ଯେ ଭକ୍ତି ହେଲା, ତା ନୁହେଁ। କହିବାକୁ ମୁଁ ଘରକୁ ଯାଉଥିଲି, ଆମ ସେ ପୁରୀରେ ବସ୍ ଷ୍ଟାଣ୍ଡ ପାଖରେ ଦେଖିଲି ଗୋଟେ କୁହୁଡି ହେଇଛି ଖରା ଦିନେ। କୁହୁଡି ହେଇଛି, ପୁରା ଏରିଆ ଟାକ ପୁରା ଖାଲି ଧୂଆଁ।
ମାଡ଼ ବାଜୁଛି ଏମିତି ଖଞ୍ଜଣି ଝାଞ୍ଜ ବାଜା ମୃଦଙ୍ଗ ବାଡ଼ ବାଜୁଛି ଯେ ଟୋଟାଲି ଗଞ୍ଜେଇ ଖାଇକି ଗୋଟେ ଖଣ୍ଡମଣ୍ଡଳ ଖଣ୍ଡେ ପୁରା ଧୂଆଁରେ ଉଡୁଛି। 18-20 ଖଣ୍ଡେ ବହିଛନ୍ତି। ଆଉ ସେ ଯୋଉ ମାଡ଼ ହଉଛି ଲୋକ ଠିଆକି ଦେଖୁଛନ୍ତି, ସେ ଯୋଉ ଝାଞ୍ଜ ବାଜା ଯୋଉ ମାଡ଼ ଯୋଉ ରେଟ୍ରେ ବାଜୁଛି ଦେଖୁଛନ୍ତି। ଯିଏ ସବୁ ବସିଛନ୍ତି ସେ ଖାଲି ଏମିତି ବୁଲୁଛନ୍ତି, ସତ ଯେମିତି ତାଙ୍କୁ କିଏ ଲାଗି ଯାଇଛନ୍ତି, ଏମିତି ଖାଲି ହଉଛନ୍ତି ତା ଭିତରେ। ଗାଉଛନ୍ତି ପାଳିଆ ଫାଳିଆ ସବୁ ବଢିଆ ତାଳ, ବରଂ ଆମେ ବେତାଳ କରୁଛୁ ସିଏ ବଢିଆ ତାଳ। କହିଲେ କେମିତି ଏମାନେ ବଜଉଛନ୍ତି, ପୁରା ବାଡେଇକି ପୁରା ଛିନଛତ୍ର। କାନ୍ଦିବା ଦେଖିଛି, କାଳିଆରେ କାନ୍ଦିକି କହୁଥିବେ ଏମିତି ବହୁ ଖଣ୍ଡେ ଦେଲୁ, ମୋ ଘରଟାକୁ ଭାଙ୍ଗିଦେଲା, ଇଏ କରିଦେଲା। ରାତି 9ଟା ପରେ ଯିବେ ସବୁ ଦେଖିବେ, ସବୁ ସିନ୍ ସବୁ କାନ୍ଦିକି ସବୁ କହୁଥିବେ। କୀର୍ତ୍ତନ ହଉଥିବ ପୁରା ଗଡି ଯାଉଥିବେ, ପୁରା ପଡି ଯାଉଥିବେ, ପୁରା ବୁଲି ବାଳିକି ମାନେ ସବୁ ପ୍ରକାର ବକ୍ର ତାଙ୍କ ଶରୀରରେ ସବୁ ପ୍ରକାର ଦେଖାଯିବ। ଯେତେବେଳେ ବାବା ପୁରା ଇଏ ହେଇକି ଠାକୁର ସେଟା ଧରଉଛନ୍ତି। ଏଗୁଡାକ ଭକ୍ତି ନୁହଁ। ଭକ୍ତର ହୃଦୟରେ ପତଳା ଅହଂର ଚିହ୍ନ ରହିବ, ବିଶ୍ୱାସର ଚିହ୍ନ ରହିବ, ଉଦାରତା ଇତ୍ୟାଦି ଭକ୍ତର ଏଗୁଡାକ ଲକ୍ଷଣ। ଅବସ୍ଥା ଟିକେ ବାରଣ୍ଡା ଧିକଡା ହେଇଯାଉ, ଗୋଟେ କଣ ଅସୁବିଧା ହଉ, ସାଙ୍ଗେ ସାଙ୍ଗେ ଗୁରୁ ବଦଳି ଦେବା ଆମେ, ସାଙ୍ଗେ ସାଙ୍ଗେ ପ୍ରଭୁ ବଦଳି ଯିବେ, ସାଙ୍ଗେ ସାଙ୍ଗେ କୋଉ ବାବା କୋଉ ଗୁରୁ କୋଉଠି ଆଉ କିଏ କଣ କୋଉଠି ବିଭୂତି କୋଉଠି କିଏ କଣ ଲାଗୁଛନ୍ତି, ସାଙ୍ଗେ ସାଙ୍ଗେ ମାନସିକ ସବୁ ପ୍ରକାର ଆରମ୍ଭ ହେଇଯିବ ଆମର ଭକ୍ତି। ଆମର ସାଙ୍ଗେ ସାଙ୍ଗେ ଗୁରୁ ବଦଳି ଦେବା, ଏଇଟା ଭକ୍ତି ନୁହଁ, ଏଇଟା ବିଶ୍ୱାସ ନୁହେଁ। ବିଶ୍ୱାସର ସବୁ ଅବସ୍ଥାରେ ତାଙ୍କ ପ୍ରତି ବିଶ୍ୱାସ। ସବୁ କିଛି ଖରାପ ଅବସ୍ଥା ଭିତରେ ମଧ୍ୟ ଭାବିବ ସିଏ ଯେ ଏଥିରେ କିଛି ମଙ୍ଗଳ ନିଶ୍ଚିତ ନିହିତ ରହିଛି। ମୁଁ ଯେ ଇଷ୍ଟଙ୍କୁ ଧରିଛି, ମୁଁ ଯେ ତାଙ୍କ ନୀତି ନିୟମ ଭିତରେ ଚାଲିଛି, ଆଜି ଯଦି କିଛି ଅସୁବିଧା ରହିଛି, କେତେବେଳେ ସବୁବେଳେ ସମୟ ସମାନ ନଥାଏ। ଆଜି ମୋର ହୁଏତ କର୍ମଫଳ ରହିଛି, କଣଟେ ପାସ୍ କରୁଛି, ନିଜକୁ ବୁଝେଇକି ରହିବା ବିଶ୍ୱାସ। ପତଳା ଅହଂର ଚିହ୍ନ। ଠାକୁର କହୁଛନ୍ତି ଅହଂଟା 2 ପ୍ରକାରର, ଗୋଟେ ବଡ ଅହଂ, ଗୋଟେ ହଉଛି ଛୋଟ ଅହଂ। ଛୋଟ ଅହଂ ହଉଛି କଣ ନା ଆମ ମତେ କହିଦେଲୁ, ସେ ତା ଘରକୁ କହିଥିଲା ଯେ ମତେ ଗୋଟେ ଖାଲି ମେସେଜ କରିଥିଲା, ଡାକିଲାନି। ମତେ ଏମିତି ଗୋଟେ 5 ଲୋକଙ୍କ ଆଗରେ ଗୋଟେ ଅପମାନ କରିଦେଲା, ମୋ ବିଷୟରେ ଗପିଥିଲା, ମୁଁ ଦଉଛି ପକେଇକି, ମାନେ ଅହଂରେ ଲାଗିଗଲା, ଇଗୋ। ଏଟା ହଉଛି ଛୋଟ ଅହଂ। ବଡ ଅହଂ କଣ? ମୁଁ ଭାଇ କ୍ଷତ୍ରିୟ ଘର ଛୁଆ, ମୁଁ ବ୍ରାହ୍ମଣ ଘର ଛୁଆ, ମୁଁ ଏ କାର୍ଯ୍ୟ କେବେ କରିପାରିବିନି, ମୁଁ ଅମୁକ ମାନେ ଭଗବାନଙ୍କର ଭକ୍ତି କରୁଛି, ଈଶ୍ୱରଙ୍କୁ ଭକ୍ତି କରୁଛି, ମୋ ଜୀବନ ଇଷ୍ଟ ଅଛନ୍ତି, ମୁଁ ଏମିତି ଛୋଟ କାର୍ଯ୍ୟ କେବେ କରିପାରିବିନି, ନିମ୍ନ ଧରଣ କାର୍ଯ୍ୟ କରିପାରିବିନି। ମୋର ବଂଶ, ମୋର ମାନେ କୁଳ, ମୋର ଏଇଟାକୁ ଯୋଉ ଗୌରବ, ଯୋଉଥିରେ ଗୌରବଟା ରହିବ, ଆଭିଜାତ୍ୟଟା ଯୋଉଟା, ତାକୁ ନେଇକରି ଯୋଉଟା, ସେଇଟା ହଉଛି ବଡ ଅହଂ। ପତଳା ଅହଂର ଚିହ୍ନ ରହିବ। ଯଦି କିଏ ଗୁରୁଙ୍କ ବିରୁଦ୍ଧରେ କହୁଛି, ଯଦି କିଏ ଇଷ୍ଟଙ୍କର କ୍ଷତି କରିବାକୁ ଚାହୁଁଛି, ହନୁମାନ ରାମଚନ୍ଦ୍ର ରାବଣକୁ କ୍ଷମା କରିବା ପାଇଁ ପ୍ରସ୍ତୁତ, ହନୁମାନ କିନ୍ତୁ ପ୍ରସ୍ତୁତ ନଥିଲେ। ନାଇଁ ପ୍ରଭୁ ହବନି, କାହିଁକିନା ଭକ୍ତ ଯିଏ ସିଏ ପ୍ରଭୁଙ୍କର ଉପରେ ଆଞ୍ଚ ଆସିବାକୁ ଦବନି। ସେଥିପାଇଁ ହନୁମାନଙ୍କର ଏତେ ମନ୍ଦିର ଚାରିଆଡେ। ଭକ୍ତି କେମିତି ମାନେ ଶିଖିବାକୁ ହେଲେ ହନୁମାନଙ୍କର କଥା ଗୁଡିକ ପଢିଲେ ବୁଝିଲେ ଜଣା ପଡେ ଭକ୍ତି କାହାକୁ କୁହାଯାଏ। ଉଦାରତା, ଉଦାରତା ଗୋଟେ ବହୁତ ବଡ ଜିନିଷ। ଯାହା ଭିତରେ ଉଦାରତା ଥିବ ସେ ନିଜ ସ୍ୱାର୍ଥରେ ଗଣ୍ଡି ସ୍ୱାର୍ଥୀ ହେଇକି ରହିପାରିବନି। ଅନ୍ୟର ଆପଦ ବିପଦ, ଅନ୍ୟର ସୁଖ ସୁବିଧା ସବୁଥିରେ ଯାଇ ଛିଡା ହବ। ଉଦାର ହୃଦୟ ତାର। ଯେମିତି ଠାକୁରଙ୍କର ସର୍ବଜୀବେ ଦୟା, ତାଙ୍କର ସମସ୍ତଙ୍କୁ ପ୍ରେମ, ଏହି ଜିନିଷଟା ନିଶ୍ଚିତ ଗୋଟେ ଭକ୍ତର ରହିବ। ଭକ୍ତ କେବେ ସ୍ୱାର୍ଥୀ ହେଇପାରିବନି, ସେ ପରୋପକାରୀ ହବ। ଭକ୍ତର ଲକ୍ଷଣ ସମ୍ପୂର୍ଣ୍ଣ ଓଲଟା। ଖାଇବାକୁ ହଉଥିବ ବାଡିଆ ବାଡିଆକି ଆଗ ନେଇଯିବୁ, ଆଗ ନେଇଯିବୁ, ମୁଁ ଆଗ ନେଇଯିବି। କଣ ଭାଇ କିଏ ଖାଇଲେ ଖାଅ, କିଏ ନ ଖାଇଲେ ନାହିଁ, ମୋର ଜରିରେ ବାନ୍ଧିକି ଆଗ ଗାଡି ଡିକିରେ ଆଗ ପୁରେଇ ଦେଇକି ଆଇଥାଏ। ଭକ୍ତି, ମୁଁ ଭକ୍ତ। ଏଗୁଡା ନୁହେଁ, ଏଗୁଡା ବାସ୍ତବତା। ମୋ କଥା କାହାକୁ କଷ୍ଟ ହେଇପାରେ, ବିପ୍ରର କାର୍ଯ୍ୟ ମୁଁ କରୁଛି, ଧର୍ମ ବାଣ୍ଟିବା ମୋ କାର୍ଯ୍ୟ। କଥା କଷ୍ଟ ହେଲେ ମଧ୍ୟ କଥା ଆଲୋଚନା, ୟାକୁ ଗ୍ରହଣ କରିବାର ଆମର ହଉଛି କର୍ତ୍ତବ୍ୟ। ଆମେ ଯେ ଠାକୁରଙ୍କୁ ଧରିଛୁ, ଏଇଟା ହଉଛି ଆମର ଆତ୍ମୋନ୍ନୟନ ପଥରେ ଏଗୁଡାକ ଅନ୍ତରାୟ ଯଦି ଏଗୁଡାକ ଥାଏ। ଠାକୁର କୋଉଥିରେ ଖୁସି ହୁଅନ୍ତି, ଠାକୁର କୋଉଥିରେ ଆନନ୍ଦ ହୁଅନ୍ତି, ଠାକୁରଙ୍କ ଜୀବନୀ ପଢିଲେ ବୁଝି ହବ। ଠାକୁର ଆନନ୍ଦିତ କୋଉଥିରେ ହୁଅନ୍ତି। ଠାକୁର ଯେତେବେଳେ ଆଉ ଜଣଙ୍କର କୃତକାର୍ଯ୍ୟତା ବିଷୟରେ ଶୁଣନ୍ତି ଭାରି ଖୁସି ହୁଅନ୍ତି। ଜଣେ ଆଉ ଜଣଙ୍କର ପ୍ରଶଂସା କରେ, ଠାକୁର ଭାରି ଖୁସି ହୁଅନ୍ତି। ଜଣେ ସମୟରେ କାମ କରୁଛି, ଠାକୁର ଭାରି ଖୁସି ହୁଅନ୍ତି। ଠାକୁର ଖୁସିଟା କୋଉଥିରେ, ଠାକୁରଙ୍କ ଦୁଃଖଟା ବି କୋଉଥିରେ। ଠାକୁରଙ୍କ ଦୁଃଖଟା ହଉଛି
ବଣି ଛୁଆ ଦିଟା ବଣି ମାନେ ପରସ୍ପର ଭିତରେ ତାଙ୍କର ଖେଣ୍ଟିଆ ଖେଣ୍ଟି ଚାଲିଛି ବଣି। ସେତେବେଳେ ଠାକୁର ଜଣକୁ କହିବେ ଆରେ ଯାଇ ସେ ଇଏ ଗୁଡାକୁ ଟିକେ ଘୋଡେଇ ଦିଏ, ଅଲଗା କରିଦିଏ। ଯାହାକୁ କହିଥିବେ ସିଏ ଟିକେ ନିଜ ଭିତରେ ମାନେ ଟିକେ ଆମ ଭିତରେ ସବୁ ଢିଲା ନେଚର ଅଛି। ହଁ କଣ ସେ ବଣି ଛୁଆ ତ କଣ। କିଛି ପରବର୍ତ୍ତୀ ସମୟରେ ସେ ବଣି ଭିତରୁ ଗୋଟେ ବଣି ମରିଯିବ। ଠାକୁରଙ୍କର ସେତେବେଳେ ଯୋଉ ଉଦ୍ବେଗ, ଠାକୁର ଯୋଉ କଷ୍ଟ ପାଇଛନ୍ତି, ଠାକୁର କହିଛନ୍ତି ମୁଁ ତମ ମାନଙ୍କୁ ନ କହିକି ଯଦି ନିଜେ ଚାଲି ଯାଇଥାନ୍ତି ଆଜି ହୁଏତ ବଣିଟା ବଞ୍ଚି ଯାଇଥାନ୍ତା। ଗୋଟେ ଅପରର ଜୀବନ ବଞ୍ଚିବାରେ ଆଜି ଆମ ସତ୍ସଙ୍ଗୀ ମାନଙ୍କ ଜୀବନ ଭିତରେ କାହାର ବାହାଘର ହଉଛି, କାହାର ବାପା ଚାଲିଗଲେଣି, କାହା ଘରେ କି ଅସୁସ୍ଥ, ଆମ ପାଖରେ କିଛି ଖବର ନାହିଁ। ହେଲେ ବି ଆମେ ରହିଲୁ, ହଁ ତାର ହେଇଛି ସେ ଲୋକ ବୁଝିବେନି, ତାଙ୍କ କେନ୍ଦ୍ର ଲୋକ ବୁଝିବେନି। ଆମ ଜୀବନ ଭିତରେ ଆମର ସେଇ ପ୍ରକାର ଇଚ୍ଛା, ସେଇ ପ୍ରକାର ଆଗ୍ରହ ହୁଏତ କୋଉଠି ନା କୋଉଠି ଆସୁନି। ତାର କାରଣ ହଉଛି ଠାକୁର କହୁଛନ୍ତି ପ୍ରିୟ, ଇଂଲିଶରେ ଡିଅର ବୋଲି କୁହାଯାଏ। ପ୍ରିୟର ଶବ୍ଦର ଅର୍ଥ କଣ? ଯାହାଙ୍କୁ ଜୀବନର ସବୁ କିଛି ଦେଇକି ଖୁସି କରାଯାଏ ସେ ହଉଛନ୍ତି ପ୍ରିୟ। ଯିଏ ନହେଲେ ନଚଳେ ସେ ହଉଛନ୍ତି ପ୍ରିୟ। ପାଟିରେ କହୁଛି ପ୍ରିୟ, ତାଙ୍କର ବିପରୀତ କାର୍ଯ୍ୟରେ କରୁଛି, ସେ କେବେ ପ୍ରିୟ ହେଇପାରନ୍ତି ନାହିଁ। କିନ୍ତୁ ଜୀବନରେ ଶ୍ରେୟ ଧେୟ ପ୍ରେୟ କରିକି ରଖିବା ଦରକାର, ବହିରେ ପଡୁଛି। ଆଉ ସେଇଟା ଯେପର୍ଯ୍ୟନ୍ତ ଆଚରଣ ଭିତରେ, ଅଭ୍ୟାସ ଭିତରେ, କର୍ମ ଭିତରେ ନ ହେଇଛି ସେଟା ଆମେ ଅସୁବିଧାରେ ପଡିବା। ତେବେ ଛୋଟ ମୁହଁରେ ବଡ କଥା। ଠାକୁରଙ୍କର ସତ୍ସଙ୍ଗ ଏମିତି ହଉଛି ହବ। ଠାକୁରଙ୍କର ରଙ୍ଗଟିରେ କେତେ ଦୂର ରଙ୍ଗୀନ ହେଇକି ଚାଲୁଛେ। ଠାକୁରଙ୍କର ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମଇ ସର୍ବାଣୀ କର୍ମାଣୀ ସନ୍ନ୍ୟସ୍ୟ ଆଧ୍ୟାତ୍ମ ଚେତସା ନିରାଶୀ ନିର୍ମମ ଭୂତ୍ୱା ଯୁଦ୍ଧସ୍ୟ ବିଗତ ଜ୍ୱର। এই ନିରାଶୀ ନିର୍ମମ ହବାଟାକୁ ଜୀବନର ଅସ୍ତ୍ର କରିକି ଚାଲିବାକୁ ପଡିବ ସତ୍ସଙ୍ଗୀ ମାନଙ୍କର ଜୀବନରେ। ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ଅବସ୍ଥାରେ ଆମକୁ ଦୁର୍ବଳତା ବିରୁଦ୍ଧରେ ଯୁଦ୍ଧ କରିବାକୁ ହବ। ଏଇଗୁଟାକ ହଉଛି ଗୋଟେ କର୍ମୀର ଲକ୍ଷଣ। ଆଉ ଏଇଗୁଟାକ ହଉଛି ଭକ୍ତି ସୃଷ୍ଟି କରିବାର ଏଗୁଡା ହଉଛି ସହଜ ଉପାୟ, ନହେଲେ ଭକ୍ତିର ଅନ୍ତରାୟ ହବ। ତେବେ ସମୟ ସଂକ୍ଷିପ୍ତ, ପୁଣି ଥରେ ଆମକୁ ଏତେ ସୁନ୍ଦର ସନ୍ଧ୍ୟା ଗୋଟେ ସତ୍ସଙ୍ଗ ଆୟୋଜନ କରିକି ଦେଇଥିବାରୁ ଆମେ ସେଇ ମାଙ୍କ ପାଖରେ ଋଣୀ। ସେ ମାଙ୍କର ତାଙ୍କ ପାରିବାରିକ ଜୀବନ ପଞ୍ଚ ମହାଜୀବନ ମଙ୍ଗଳମୟ ହେବା ସଙ୍ଗେ ସଙ୍ଗେ ଆପଣମାନଙ୍କର ଜୀବନ ସମସ୍ତଙ୍କର ମଙ୍ଗଳମୟ ହେଇ ଉଠୁ, ଏହା ହିଁ ପରମ ପିତାଙ୍କ ନିକଟରେ ମୋର ବିଶେଷ ପ୍ରାର୍ଥନା। ଜୟ ଗୁରୁ। ଆଜିର ବ୍ଲଗ କଥା ଦେଖିଲେ କେମିତି ଶ୍ରଦ୍ଧା ଜେପି ଭାଇଙ୍କର ବହୁତ ସୁନ୍ଦର ଆୟୋଜନ। ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣାଇବେ। ପୁଣି ଦେଖା ହେବ ଗୋଟେ ନୂଆ ବ୍ଲଗ ରଖୁଛି ଆପଣମାନଙ୍କ ପ୍ରିୟ ଦେବରାଜ। ନମସ୍କାର, ଜୟ ଜଗନ୍ନାଥ, ଜୟ ଗୁରୁ।